କଥା ଆଜି ଅଛି ଘରର ବଡ଼ ପୁଅ ଆଉ ଘରର ବଡ଼ ବୋହୂ ଏମାନେ କାହିଁକି ସବୁବେଳେ କଷ୍ଟ ପାଆନ୍ତି, ସବୁ କ୍ଷେତ୍ରରେ ଏମାନେ କାହିଁକି ଆଗରେ ଥାନ୍ତି। ସଂକ୍ଷିପ୍ତରେ ଭାଇ ଉତ୍ତର ରଖୁଛି, ଆପଣଙ୍କ ମନକୁ ଯଦି ପାଇବ ନା ଛୋଟିଆ କମେଣ୍ଟ ମାଧ୍ୟମରେ ଜୟ ଜଗନ୍ନାଥ ଲେଖିବେ। ଯେତେବେଳେ ପୁଅମାନେ ବାହା ହୁଅନ୍ତିନି ସେତେବେଳେ ସମସ୍ତେ ବଡ଼ ପୁଅକୁ ଭଲ ପାଆନ୍ତି। ବଡ଼ ପୁଅ ବିନା କୌଣସି କାମ କରନ୍ତିନି। ଯଦି ସାନ ଭଉଣୀ ବାହା ହେଉଛି ନା ବଡ଼ ପୁଅର ଭୂମିକା ସବୁଠୁ ଅଧିକ ଥାଏ। ସବୁ ତଦାରଖା ବଡ଼ ପୁଅ କରିଥାଏ। ଯେତେବେଳେ ବଡ଼ ପୁଅ ବାହା ହେଇଯାଉଛି ନା ବଡ଼ ପୁଅ ବାହା ହେଇ ସାରିଲା ପରେ ଯେତେବେଳେ ଘରକୁ ଗୋଟେ ବୋହୂ ଆସୁଛି ହାରି ନା ନଣନ୍ଦ ସେ ପୁଅର ଭଉଣୀ ଭାଉଜ ଯେତେ ଭଲ କରିଥିଲେ ବି ଏମିତି କିଛି ନଣନ୍ଦ ଅଛନ୍ତି ସବୁବେଳେ ତା ମା ପାଖରେ ଯାଇକି କହୁଥିବେ ସେ କିଛି କରୁନି, ସେ ଘରେ ଖାଇକି ବସୁଛି, ଏମିତିକି ଅନେକ ତା ବିଷୟରେ କହିଥାଏ। ଶେଷରେ ମା ଝିଅ ଏକାଠି ହେଇଯାଆନ୍ତି, ନୂଆ ନୂଆ ଆସିଥିବା ବୋହୂକୁ ବହୁତ ଖଟେଇଥାନ୍ତି। ନା ସେ ସ୍ୱାମୀଙ୍କୁ କହିପାରୁଥିବ ନା ନିଜ ବାପା ମାଙ୍କୁ କହିପାରୁଥିବ, ଏମିତିକି ସେ ନିଜ ଦୁଃଖକୁ ନିଜେ ଚାପିକି ରଖିଥାଏ। ଯେତେବେଳେ 8-10 ବର୍ଷ କି 5 ବର୍ଷ କି ବର୍ଷେ ହେଇଯିବ ନା ସେ ଆଉ ତାଙ୍କର ଅତ୍ୟାଚାର ସହିପାରିବ ନାହିଁ। ଯେତେବେଳେ ସେ ମୁହଁ ଖୋଲିବ ସେତେବେଳେ ତାକୁ କହିବେ ଏଇଟା କଳିଆଣ୍ଡା ବୋଲି। ଯେତେବେଳେ ପୁଅ ବିରୋଧ କରିବ ଆସିକି ମୋ ସ୍ତ୍ରୀ ଠିକ୍ କହୁଛି କି ମୋ ସ୍ତ୍ରୀ ଏଇଟା ଯାହା କହୁଛି ସତ କହୁଛି, ଶେଷରେ ପୁଅ ବି ହେଇଯିବ ମାଇପ ବୁଲ କରା। ଏଇଟା ଭାଇ ସବୁଠି ଘଟୁଛି। ତେଣୁକରି ଆପଣ ଯଦି ପୁଅକୁ ଭଲ ଦେଖିବେ ବୋହୂକୁ ଭଲ ଦେଖିବେ ନା ସେ ଘରେ କେବେ ବି ଝଗଡ଼ା ହବ ନାହିଁ। ଯଦି ସୁନାର ସଂସାର କରିବାକୁ ଚାହୁଁଛନ୍ତି ନିଜେ ବୁଝିବା ଆଗରୁ ସମସ୍ତଙ୍କୁ ବୁଝେଇବା ଦରକାର। ଏ ହେଉଛି ସୁନାର ସଂସାର।